ଗୁଜରାତର ସହର ବାରାଣସୀରେ 1828 ମସିହାରେ ଏକ ଶିଶୁ କନ୍ୟାର ଜନ୍ମ ହେଲା। ତାଙ୍କ ନାମ ଥିଲା ମଣିକର୍ଣ୍ଣିକା। କେହି ଜାଣିନଥିଲେ ଏହି ଛୋଟ ଝିଅ ଦିନେ ଗୋଟେ ସମୟରେ ବ୍ରିଟିଶ ସାମ୍ରାଜ୍ୟକୁ କମ୍ପାଇ ଦେବେ। ସେ ଛୋଟବେଳେ ମାଆଙ୍କୁ ହରାଇଥିଲେ, କିନ୍ତୁ ଭୟରେ ବଢ଼ିବା ପରିବର୍ତ୍ତେ ସେ ଶକ୍ତିରେ ବଢ଼ିଲେ। ତାଙ୍କ ପିତା ପେଶୱା ବାଜିରାଓ ଡୁଏୟୁଅଣଙ୍କ ଦରବାରରେ କାମ କରୁଥିଲେ। ସେଠାରେ ଛୋଟ ମନୁ ସେହି ସମୟର ଝିଅମାନଙ୍କ ପାଇଁ ଅସାଧାରଣ କିଛି ଶିଖିଲେ। ସେ ଘୋଡ଼ା ଚାଲିବା ଶିଖିଲେ, ସେ ଧନୁର୍ବାଣ ଚାଳନା ଶିଖିଲେ, ସେ ତଳୱାର ଯୁଦ୍ଧ ଶିଖିଲେ। ଯେତେବେଳେ ଅନ୍ୟ ଶିଶୁମାନେ ପୁତୁଳି ସହ ଖେଳୁଥିଲେ, ମନୁ ଯୋଦ୍ଧା ପରି ପ୍ରଶିକ୍ଷଣ ନେଉଥିଲେ। ମାତ୍ର 14 ବର୍ଷ ବୟସରେ ସେ ବିବାହ କଲେ ମହାରାଜା ଗଙ୍ଗାଧର ରାଓଙ୍କ ସହ, ଯିଏ ଥିଲେ ଝାନ୍ସୀର ରାଜା। ସେ ହେଲେ ରାଣୀ ଲକ୍ଷ୍ମୀବାଇ, ଝାନ୍ସୀର ରାଣୀ। କିଛି ସମୟ ପାଇଁ ଜୀବନ ଶାନ୍ତ ଲାଗିଲା, କିନ୍ତୁ ଭାଗ୍ୟର ଅନ୍ୟ ଯୋଜନା ଥିଲା। ତାଙ୍କ ଶିଶୁ ପୁଅ ଜନ୍ମ ପରେ କିଛି ଦିନରେ ମରିଗଲେ। ମହଲ ନୀରବ ହୋଇଗଲା। ପରେ ରାଜା କିନ୍ତୁ ସେ ପୁଅ ବଡ଼ ହେବା ପୂର୍ବରୁ ଆଉ ଗୋଟେ ବିପଦ ଆସିଲା। ରାଜା ମୃତ୍ୟୁବରଣ କଲେ। ଏବେ ଏକ ଯୁବ ବିଧବା ସମ୍ପୂର୍ଣ୍ଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମ୍ରାଜ୍ୟ ସାମ୍ନାରେ ଏକାକୀ ଦଣ୍ଡାୟମାନ ଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଲର୍ଡ ଡଲହୌସିଙ୍କ ଅଧୀନରେ ଡକ୍ଟ୍ରିନ୍ ଅଫ୍ ଲାପ୍ସ ନାମରେ ଏହା କହିଲା ଯେ ଦତ୍ତକ ପୁଅ ରାଜ୍ୟର ଉତ୍ତରାଧିକାରୀ ହୋଇପାରିବେ ନାହିଁ। ଝାନ୍ସୀ ଛିନି ନିଆଯିବ। ବ୍ରିଟିଶମାନେ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ, କିନ୍ତୁ ରାଣୀ ଦୃଢ଼ ରହିଲେ। ସେ କହିଲେ, ମୁଁ ମୋର ଝାନ୍ସୀ ଦେବି ନାହିଁ। ସେଇ କଥା ରୋଷ ନୁହେଁ ଥିଲା, ସେ ଥିଲା ଅଗ୍ନି। 1857 ମସିହା ଆସିଲା। ଭାରତ ବିଦ୍ରୋହରେ ଝାନ୍ସୀର ରାଣୀ ମହଲରେ ଲୁଚି ରହିଲେ ନାହିଁ। ସେ କବଚ ପିନ୍ଧିଲେ, ସେ ଘୋଡ଼ା ଚଢ଼ିଲେ, ସେ ତାଙ୍କ ସେନାକୁ ନେତୃତ୍ୱ ଦେଲେ। 1858 ମସିହାରେ ସର୍ ହ୍ୟୁ ରୋଜଙ୍କ ନେତୃତ୍ୱରେ ବ୍ରିଟିଶ ସେନା ଝାନ୍ସୀ ଉପରେ ଆକ୍ରମଣ କଲା, ତୋପ ବର୍ଜନ କରିଲା। ଆକାଶ ଧୂଆରେ ଶେଷରେ ଦେୱାଲ ଭାଙ୍ଗିଗଲା। କିନ୍ତୁ ଏଠିରୁ ଗଳ୍ପ ଲେଜେଣ୍ଡ ହେଲା। ଏକ ଅନ୍ଧାର ରାତିରେ ସେ ତାଙ୍କ ଛୋଟ ପୁଅକୁ ପିଠିରେ ବାନ୍ଧିଲେ, ଘୋଡ଼ା ଚଢ଼ିଲେ। ଝାନ୍ସୀ ଦୂରର ଦେୱାଲ ଉପରୁ ଲାଫ୍ ମାରିଲେ। ସେ ପଳାଇଗଲେ। ପରାଜିତ ରାଣୀ ଭାବେ ନୁହେଁ, କିନ୍ତୁ ଆଗାମୀ ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧା ଭାବେ। ସେ ଟନ୍ତିଆ ଟୋପଙ୍କ ସହ ଯୁକ୍ତ ହେଲେ ଏବଂ ଗ୍ୱାଲିୟରକୁ ଦଖଲ କଲେ। କିନ୍ତୁ 18 ଜୁନ୍ 1858 କୋଟାକୀ ସରାଇ ଯୁଦ୍ଧକ୍ଷେତ୍ରରେ ରାଣୀ ଲକ୍ଷ୍ମୀବାଇ ତାଙ୍କ ଶେଷ ଯୁଦ୍ଧ ଲଢ଼ିଲେ। ଆହତ, ରକ୍ତାକ୍ତ କିନ୍ତୁ ନିର୍ଭୀକ। ସେ ଭିକ୍ଷା ମାଗିଲେ ନାହିଁ, ସେ ପଛକୁ ଫେରିଲେ ନାହିଁ। ସେ ସେନାନୀ ପରି ମୃତ୍ୟୁବରଣ କଲେ। ସେମାନେ ମାତ୍ର 29 ବର୍ଷ ବୟସରେ। ବ୍ରିଟିଶମାନେ ଭାବିଥିଲେ ଗଳ୍ପ ସେଠା। ସେ ସାହସର ପ୍ରତୀକ ହେଲେ, ସ୍ୱାଧୀନତାର ପ୍ରତୀକ, ପ୍ରତିରୋଧର ପ୍ରତୀକ। କବି ସୁଭଦ୍ରା କୁମାରୀ ଚୌହାନ ତାଙ୍କୁ ଅମର କରିଦେଲେ। ଖୁବ ଲଢ଼ି ମର୍ଦାନୀ। ସେ ଥିଲେ ଝାନ୍ସୀ ରାଣୀ। ଆଜି ମଧ୍ୟ ତାଙ୍କ ପ୍ରତିମା ଉଚ୍ଚ ହୋଇ ଦଣ୍ଡାୟମାନ। ତଳୱାର ଉପରେ, ପିଠିରେ ଶିଶୁ। ସେ ସଦା ସ୍ମରଣ କରାଉଛନ୍ତି ସାହସର କୌଣସି ଲିଙ୍ଗ ନାହିଁ। ଏବଂ ସେ କେବଳ ଗୋଟିଏ ରାଣୀ ନୁହେଁ, ସେ ଥିଲେ ଗୋଟିଏ ବିପ୍ଳବ। ସେ ଥିଲେ ରାଣୀ ଲକ୍ଷ୍ମୀବାଇ।